ସେଥିପାଇଁ ତମେ ଦାୟୀ ନା ମୁଁ ଦାୟୀ? ମୋ ସ୍ତ୍ରୀ ମତେ ଛାଡ଼ପତ୍ର ଦେଲା, ମୋ ଠାରୁ ଅଲଗା ହେଇଗଲା, ଏଥିପାଇଁ ସମୟ ଦାୟୀ। ସମୟଟା ଆଜିକାଲି ମଣିଷ ଭିତରେ ଥିବା ସମ୍ପର୍କକୁ ବଦଳେଇ ଦଉଛି। ସମୟର ସମାନ ଇଶାରାରେ ସମ୍ପର୍କଟା ପଟେ ଲୁଟି ପାଲଟି ଯାଉଛି। ଅନ୍ଧବିଶ୍ୱାସର ସାମାନ୍ୟ ତାତି ବଢ଼ିଲେ ସମ୍ପର୍କ ରୁଟିଟା ଜାଣି ଜାଣି ଢୁଳି ଯାଉଛି। ମୁଁ କିନ୍ତୁ ମୋ ନିଜକୁ ବୁଝି ପାରେ। ଯାଉଛି ଅପାଙ୍କ ପାଖକୁ ଦୌଡ଼ି ଯାଆନ୍ତି, ତାଙ୍କ ଗୋଡ଼ ତଳେ ପଡ଼ିଆ ଘରକୁ ଫେରେଇ ଆଣିବା ପାଇଁ ନେହୁରା ହୁଅନ୍ତି। ଦରକାର ପଡ଼ିଲେ ସବୁ ସତ କଥା କହିଦିଅନ୍ତି। କହିଦିଅନ୍ତି ବଡ଼ ଭାଇ ନିର୍ଦ୍ଦୋଷ, ତାଙ୍କର କିଛି ଭୁଲ ନାହିଁ, ସବୁ ଭୁଲ। ପଡ଼ିଗଲେ ପାଉଛ ହେଇଯାଏ। ପାଉଛରେ ପାଣି ଢାଳିଲେ ଘର ହୁଏ ନା। ସେଦିନର ସେ କଥା ମୁଁ ଭୁଲି ଯାଇଛି, ତମେ ବି ଭୁଲି ଯାଅ। ଗୋଟେ କଥା ମନେ ରଖ, ମୁଁ ଏ ଘରର ଗୋଟେ ପାମ୍ପଡ଼ା ବାଉଁଶ। ଦେହ ସାରା ପୁଲି ଝରିଗଲାଣି, କେତେବେଳେ ଯେ ଭାଙ୍ଗି ଖସି ପଡ଼ିବ ଠିକଣା ନାହିଁ। ମତେ ରଖିବାକୁ ମୋ ଘରର ପ୍ରାଣ ବାଉଁଶକୁ ହାତରୁ ଅଲଗା କରିନଥିବ। ତମକୁ ମୋ ରାଣ ସାଲ ବୋହୁ, ତମେ କେବେ କାହାରି ଆଗରେ କହିବନି ସେଦିନ ରାତିରେ କଣ ଘଟିଥିଲା। ବାବୁ ତମେ ଏପର୍ଯ୍ୟନ୍ତ ବାହାରିନ? ଫ୍ଲାଇଟ୍ ଟାଇମ୍ ହେଇଗଲାଣି ପରା। ଠିକ ସମୟରେ ଫ୍ଲାଇଟ୍ ନ ପହଞ୍ଚିଲେ ତମେ ମୁମ୍ବାଇରେ ପହଞ୍ଚି ପାରିବନି। ବାବୁ ଜାଣିନ ସେଠିକା ଡକ୍ଟରମାନେ କେତେ ବ୍ୟସ୍ତ। ଆଜି ତମର କେମୋ ନେବା ନିହାତି ଜରୁରୀ। ସେ ଭିତରେ ବି 4 ଦିନ ଲେଟ୍ ହେଇଗଲାଣି। ଏ ଦିଦି ଯେ ଠିକ ସମୟରେ କୁଆଡ଼େ ଗଲେ? ଦିଦି ଦିଦି ଆଇଲା ଦିଦି। କଣ ହେଲା? କାହିଁକି ଏପଟେ ପାଟି କରୁଛୁ? କଣ ତମେ ଜାଣିନ ମୁଁ କାହିଁକି ଏପଟେ ପାଟି କରୁଛି? ଜାଣିଥିଲି ଯଦି ପଚାରୁଛି କାହିଁକି? ଆଶ୍ଚର୍ଯ୍ୟ, ଜାଣିନ? ତମେ ଜାଣିନ ଆଜି ବାବୁ ବମ୍ବେ ଯିବେ ବୋଲି? ଡକ୍ଟର ସନ୍ଧ୍ୟାର ଟାଇମ୍ ଦେଇଛନ୍ତି 2ଟା ବେଳେ ଫ୍ଲାଇଟ୍। ଆଜି ବାବୁଙ୍କର ବମ୍ବେ ଯିବା ନିହାତି ଦରକାର, କେମୋ ନେବା ନିହାତି ଜରୁରୀ। ଦିଦି ସେମିତିରେ ବି 4 ଦିନ ଲେଟ୍ ହେଇଗଲାଣି। ଭାଇ ମୁମ୍ବାଇ ଯାଇପାରିବନି। ଯାଇପାରିବେନି? ଆଇନା କଣ କହୁଛ? ତମେ ପାଠ ପଢିଛ, ଶିକ୍ଷିତା, ଶୁଣୁଛ ଭାଇଙ୍କର 4 ଦିନ ଲେଟ୍ ହେଲାଣି। କ୍ୟାନ୍ସର ଜ୍ୱର କି ମୁଣ୍ଡ ବିନ୍ଧା ରୋଗ ନୁହେଁ ଦିଦି। ଏକଥା ତମେ ଚିନ୍ତା କରୁନ କେମିତି? ମୁଁ ଚିନ୍ତା କଲେ କଣ ହବ? ଏ ଘରେ ସମସ୍ତେ ଚିନ୍ତା କରିବା ଦରକାର। କଣ ହେଇଛି? ଯଦି 12 ମାସରେ ଯାଇପାରିବି, 12 ମାସରେ ଯିବି। ଡାକ୍ତର ତ କହିଛନ୍ତି ମାସକୁ 2 ଥର ଦେଖିବେ, ଆଉ ନହେଲେ 15 ଦିନ ଗଡ଼ିଯିବ। ସେଥିପାଇଁ ତମେ ଏତେ ବ୍ୟସ୍ତ। ଦିଦି ମୁଁ ବୁଝିପାରୁନି କଣ ହେଇଛି ତମର? ତମେ କଣ ଚାହୁଁଛ ବାବୁ? ମୁଁ ଚାହିଁଲେ କିଛି ବି କରିପାରିବିନି। ଭାଇ ମୁମ୍ବାଇ ଯାଉ ଏକଥା ଯଦି ବେଶୀ କିଏ ଚାହୁଁଥାଉ ତେବେ ମୁଁ। ତୁ ବାବୁ ଡାକୁଛୁ? ମୁଁ ତାଙ୍କ ଭଉଣୀ ନୁହଁ, ସେ ମୋ ବାପା। ମୁଁ ତାଙ୍କ ଝିଅ। ବାପାର ଏମିତି ଅବସ୍ଥାରେ ଜଣେ ଝିଅ ମନ କଥା ସେ ଝିଅ ହିଁ ବୁଝିଥାଏ। ତମେ ମାନେ କୁହ, ଟଙ୍କା ନହେଲେ ଭାଇ ମୁମ୍ବାଇ କେମିତି ଯିବ? ଖାଲି କେମୋଟାର ଦାମ ପରା 3 ଲକ୍ଷ ଟଙ୍କା। କାଲି ଦେଖୁନ 4 ଲକ୍ଷ ଟଙ୍କା ଆଣିଛି ବୋଲି। ଆଣିଥିଲା, ସେ ଟଙ୍କା ଆଉ ନାହିଁ। ନାହିଁ? ସେ ଟଙ୍କାରେ ଆଜି ସକାଳେ ଆଲିଆ ଗୋଟେ ଡାଇମଣ୍ଡ ନେକଲେସ୍ କିଣି ଆଣିଛି। ଏଇଟା କଣ ଗୋଟେ କଥା? ଘରେ ସମସ୍ତେ ସବୁ କଥା ଜାଣେ, ସାନମାଙ୍କର ଏଇଟା କରିବା କଣ ଠିକ? କୋଉ ଟଙ୍କାରେ ବାବୁ ମେଡିକାଲ ଯାଇଥାନ୍ତେ, ସେ ଟଙ୍କାରେ ହୀରା ନେକଲେସ୍ କିଣିବା କଣ ନିହାତି ଦରକାର? এই আলোকটি ଟିକେ ଆସ୍ତେ କଥା ତ। ଏ କଥା ସାଧୁକୁ ଶୁଣିଲେ କଣ ଭାବିବେ? ତାର ଯଦି ଭାବିବାର ଶକ୍ତି ଥାନ୍ତା, ସେ ଏମିତି ଅମାନବୀୟ କାମ କରିନଥାନ୍ତା। ଆଜି ଦିନ ନଥିଲେ କାଲି ଦିନ ହେଇଥାନ୍ତା। ଏଇଟା ସାନମାଙ୍କର ଆଦୌ କରିବା ଉଚିତ ନଥିଲା। ବଡ଼ ଭାଇଙ୍କର ଜୀବନ ବଡ଼ ହେଲାନି, ହୀରା ନେକଲେସଟା ତା ପାଇଁ ବଡ଼ ହେଇଗଲା। ବଡ଼ ହେଇନଥିଲା ମୁଁ କିଣିଥାନ୍ତି କାହିଁକି? ତାମାନେ ବିଧବା କଣ କହୁଥିଲୁ? ମୁଁ ଅମାନବୀୟ କାମ କରିଦେଲି? ଅଫର ଥିଲା 4 ଲକ୍ଷ ଟଙ୍କାର ନେକଲେସଟା 3 ଲକ୍ଷରେ ମିଳୁଥିଲା, ନେଇ ଆସିଲି। ସେଇଟା ମୋର ଅମାନବୀୟ କାମ ହେଇଗଲା। ଆଉ ତମେ ଯୋଉ କାମ କରୁଛ ସେଇଟା କଣ ମହାପୁରୁଷ ମୋର ତ ମନ ନାହିଁ, ଇଚ୍ଛା କରି କିଛି ନାହିଁ। ବିଧବା ସ୍ତ୍ରୀ ଲୋକ ତା ଇଚ୍ଛା ସମାନ ଦେବ, ତା ଦେଢ଼ଶୁରକୁ ପ୍ରେମ
ଅଛି କି ମୋର ତ କିଛି ଅସୁବିଧା ନାହିଁ ଏଇ ଟଙ୍କା କାହିଁକି ଯିବେ ମୁଁ କଣ କିଛି ଭୁଲ କହୁଛି କି କୁକୁରର କାମ ଅଇନା ଖାଇବା ପରେ ଘର ଜଗିବା ଘରର ମାଲିକକୁ ଦାନ୍ତ ଦେଖାଇଲେ ଗୋଇଠା ଖାଏ ଗୋଇଠା ଆମ ତମ ଦାନରେ ବଞ୍ଚିନି ତମେ ତାକୁ ଖାଇବାକୁ ଦଉନ ବରଂ ତାକୁ ପାଳିଥିବା ମଣିଷ ଦୟାରେ ତମେ ବଞ୍ଚିଛ ତମେ ଯାକ ଅନାଥ ବୋଲି କହୁଛ ସିଏ ବୁଝିଛି ସମ୍ପର୍କ କଣ ଆଉ ଯୋଉଟା ତମେ ଯଦି ବୁଝିଥାନ୍ତ ଯୋଉ ଟଙ୍କା ଭାଇ ମେଡିକାଲ ଯାଇଥାନ୍ତା ସେଇ ଟଙ୍କାରେ ତମେ କେବେ ହୀରା ନେକଲେସ୍ କିଣି ନଥାନ୍ତ এইটা তো তোমার মনের কথা তবে এটা ফাঁস হবে না নাকি ফাঁস করছি তুমি করিপারছ কথা তো এইটা আরম্ভ করলো ইয়া পরে আমি জানিছি না বঞ্চিবার মুশকিল করে দেব আজ 3 লক্ষ 15 দিন পরে 4 লক্ষ মাস পরে 5 লক্ষ তুমি কোন জানিনো ক্যান্সার তো লোক পেয়ে ফাইনাল মরিব তাহলে সে তো মরিব তা চারি ভাগ লোককে ভিক্ষারি করে দেব বড় ভাই তো পেটপেট হবনি ভাইଙ୍କ ଜୀବନଠୁ ଟଙ୍କା ନ କଲେ ଏତେ ବଡ଼ ଭାଇ ମୁସଲ ଖାଇ ପାଇବନି ଏତେ ଉପରେ ପଡ଼ି ପଡ଼ି ମରିଯିବ ଠିକ କହିଛନ୍ତି ଯେତେ ଟଙ୍କା ଖର୍ଚ୍ଚ କଲେ ଯେତେ ବଡ଼ ବଡ଼ ଡାକ୍ତର ଦେଖେଇଲେ ତୁ ସୁନିଶ୍ଚିତ କାହିଁକି ମୋ ପାଇଁ ଏତେ ଗୁଡ଼ାଏ ଟଙ୍କା ଖର୍ଚ୍ଚ ହବ ବାସ୍ ଆଜିଠୁ ଏ ଘରେ ଯେମିତି ଏଭଳି ପରିସ୍ଥିତି ସୃଷ୍ଟି ନ ହୁଏ ବାରେ ଭାଇ ବା ମାନେ କଲି ତମକୁ ତ୍ରେତୟା ଯୁଗର ପୁରାଣ ରାମାୟଣକୁ ନେଇ ଯଦି କେହି କଳିଯୁଗର ଭାଇ ଭାଇର ସମ୍ପର୍କକୁ ନେଇ ରାମାୟଣ ଭଳି ପୁରାଣ ଲେଖେ ତାହେଲେ ସେଥିରେ ଲକ୍ଷ୍ମଣ ଭୂମିକାରେ ତମ ଚରିତ୍ରଟା ନିଶ୍ଚୟ ଲେଖା ହବ ଆରେ ତମେ ତ ଦୁନିଆର ଭାଇମାନଙ୍କ ପାଇଁ ଉଦାହରଣ ମତେ କମେଣ୍ଟ କରୁଛ ଯେତେ ପାରୁଛ ମାର ମତେ ଗୋଟାଏ କଥା ମନେ ରଖ ସବୁବେଳେ ସମାନ ଲେବୁଲ ଲୋକଙ୍କ କମେଣ୍ଟ କରାଯାଏ କିନ୍ତୁ ମୁଁ ଭାବୁଛି ମୋ ତମ ଲେବୁଲର ନୁହଁ ଚାଲିଯା ମୁଁ ଚାଲିଯିବି কে জীব না জীব সে কথা পরে আলো কে ঘর জীব বহুত হই গলা এ ঘরে ছাত্র দেয়া যাউনি যে ভিখারি মানকু চারি পাঁচ খাইরো দবা পড়িব বহুদিন বসিলু ଏବେ ଅନ୍ୟ ରାସ୍ତା ଦେଖ ସବୁ এ ঘর তোমার নুহ তুমি এ ঘর মুরবি নুহ এ ঘর মুরবি হচ্ছে বড় ভাই আলো তুমি এ ঘর বাহার করদা পাই তুমি কি তুমি যদি ঘরে চলি না পারছ তুমি এ ঘরে চলে যাও আলো কে ঘরে রহিব হি রহিব আকাশ তুমি মানে জনাই দিও কোর্ট উপরে দুইটা ঘরରୁ ଗୋଟାଏ ଘର ବଡ଼ ଭାଇ ତାଙ୍କ ସ୍ତ୍ରୀକୁ ଛାଡ଼ପତ୍ର ପରେ ଜରିମାନା ଦେଇ ସାରିଛନ୍ତି ଭାଇ ଭାଗ ଅନୁସାରେ ଘର ତ ଆମର ଏ ଘରର ମାଲିକ ଆମେ ମାନେ ଏ ଘରେ ଯିଏ ରହିବ ଆମ ଇଚ୍ଛାରେ ରହିବ ଆମ କଥା ମାନି ରହିବ ଆଉ ଆମ ଇଚ୍ଛା ବିରୁଦ୍ଧରେ ଗଲେ ଯେକୌଣସି ମୁହୂର୍ତ୍ତରେ ଆମେ ତାକୁ ଗଳାରେ ଧକ୍କା ଦେଇ ଘରୁ ବାହାର କରିଦେଇ ପାରୁ ତୁମେ ତୁମେ ଆମକୁ ଏ ଘର ବାହାର କରିଦେବ ଖାଲି ତମେ ନୁହେଁ ତମ ବାବୁଙ୍କୁ ବି ତ ମତେ ତ ମଣିଷ କରୁନାହାନ୍ତି ତତେ ବି ପାଠ ପଢିଛନ୍ତି LLB ପଢିଛନ୍ତି ତୋ ପାଇଁ ବି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଇଛି ତୋର ବି ତାଙ୍କ ପ୍ରତି କିଛି କର୍ତ୍ତବ୍ୟ ଅଛି ଆଉ ତା ଭିତରେ ସବୁବେଳେ ବଡ ତାକୁ ଲାଇନ୍ ଆପ ହଉଥାଇବେ ତୁ ତାକୁ ଧରୁଥିଲୁ ଏତେ ଧର୍ମ ସମୟରେ ଭାଇ ଏମିତି ପରିସ୍ଥିତିରେ ଏମିତି କଥା କହିପାରୁଛୁ କେମିତି ଏତେ ଘରକର ବି ଜାଗା ମିଳିବନି ତମ ଯଦି ଏତେ ଭାଇ ପ୍ରେମ ତାହେଲେ ତମେ ରୋଜଗାର କରି ଭାଇକୁ ଭଲ କରୁନ ଆମେ ତ ତମକୁ ମନା କରୁନୁ ଝିଅ ପିଲାଟା ତାଙ୍କ ପାଠ ପଢା ସରିନି ଚାକିରି କରିନାହାନ୍ତି ସେ କୋଉଠୁ ପଇସା ଆଣିବେ ଯେ ତମେ ଜାଣିନ ବୋଧେ ଆଜିକାଲି କଲେଜ ଝିଅମାନେ ପୁରା କେତେ ପଇସା ରୋଜଗାର କଲେଣି ଗୋଟାଏ ଟୟ ରଙ୍ଗର ଭ୍ୟାନ
जामन जेपरी दामन सेपरी फल रखी थाए विश्व उच्च मना उच्च अमृत लभई निज नबलवे विश्व तू मते कहू निज मना हां निज मना तो भारी साहस है गानी वो निज मना तुम स्त्री गहना किणवा एकदम ठीक भाई जंत्रणा किए देखुची बर स्त्री गहना पिंधि बाहर को गले समस्त देखिए खाली कौन देखिए आगुठी देखे समस्त कहे देख देख मिस्टर आकाश मिश्र स्त्री जाऊची এটা উপহাস নয় একদম সত্য কথা তাছাড়া তুমি তোমার স্ত্রী কি সম্মান দেওয়া উচিত কাহিঁকি না তুমি ছোট থিলা বেলে তোমার এই স্ত্রী তোমাকে হাত ধরি বাট চলাইবা শিখাইছিলা তোমার এই স্ত্রী তোমাকে পাঠ পড়াই মଣିଷ করছিলা তোমার এই স্ত্রী তোমার দেহ খারাপ হলে রাতি রাতি অখিয়া অখিয়া অনিদ্রা হয়ে তোমার পাখে জগি বসছিলা तू केमिति जानिबो घर संसार कोन स्त्री कोन छी तू आथो बाय का स्त्री अंत स्त्री को था तुम बड़ भाई ठार अलगा हो हे जानी स्त्री को था बापा मां बुढ़ा बुढ़ी हे गले एक जराश्रम रे छाड़ी था स्त्री को था तुम भाई बहन मते मिसबेक करतो तुम ताको शासन करो मु ताको मारी थाती एबे एबे जेमिति तू माइलु स्त्री छी तू ओ कयो आमे बहुत सुनी आ पदे कोनी कहो मारिबो नाही मारिबो तो अरे जे निज झियो परी सान भूमि को स्त्री द्वारा मारो मारी पारे कारबा मानविकता आसीबो को हेले गोटे कथा मन रखिबो मा सान भेई ए जो लिपस्टिक लगा उठो आई लाइनर तो आखी नेकलेस पिंधा गुलई गुलई बेको देखी रातिर अंधार रे 2 मिनिट बेउस मानिसाए निज स्त्री को अधा अंग कर दउचो सेई नारी रो इच्छा प्रशांत महासागर
ହେଲେ ସେ ମିଠାର ଚହର ଥାଏ। ସ୍ତ୍ରୀର ପରତନା ଏକ ନୂଆ ରାସ୍ତା, ଯେ ଥରେ ସେ ରାସ୍ତାର ଯାଇଛି ଫେରିବା ଅସମ୍ଭବ। ନାରୀର ଅନ୍ୟ ନାମ ନିଆଁ, ଯୋଉ ନିଆଁ ପାଣିର ଲିଭେନି ଅର୍ଥର ଲିଭେ। ନାରୀ ନଦୀ ପଥର ସମ୍ପର୍କକୁ ଭୁଲି ଚାହେଁନି। ନାରୀ ନାଗୁଣୀ ପ୍ରଥମେ ପୁରୁଷର ଦେହରେ ଗୋଡ଼େଇ ହୁଏ, ତାପରେ ଦଂଶନ କରେ। ତୁମ ଭାଇଟାକୁ ଶତ୍ରୁ 50 ଟଙ୍କା ଦେ ଗଞ୍ଜେଇ କାହିଁ ଆଜି ସନ୍ଧ୍ୟା ଶିବ ମନ୍ଦିରରେ ଭୋଗ ଲଗେଇଲେ ମହାଦେବ ମୋ ଉପରେ ରାଗିବେ। ମାତ୍ର ଟଙ୍କା 50। ଆଉ ମଝିରେ ଆସିବିନି, ଗୁର ଶୁକ୍ର ଶନି ରବି ମଝିରେ ଆସିବିନି, ପୁଣି ସେଇ ସୋମବାର ମାତ୍ର ଟଙ୍କା 50। ଚାଲିଛ କଣ ଦେଇ ଦଉନ। କଣ ଯାଅ ଯାଅ କଣ କୁହ ଆସନ୍ତୁ। ଆପଣ ଏଥର ଆସନ୍ତୁ, ନ କୁହ ଯିବିନି। ଚାଲିଛ କଣ କହି ଦଉନ, ଅସୁବିଧା କଣ? ଏଥର ଆପଣ ଆସନ୍ତୁ। କାରି କଥା ମାନୁନ, ସ୍ତ୍ରୀ କଥା ଏକଦମ ମାନୁଛ। ସତରେ ଅଳିଆ, ସରି ଆଲିଆ। ତ ବଢିଆ ସ୍ୱାମୀଟେ ପାଇଛୁ, ବଢିଆ ସ୍ୱାମୀ। ଆଚ୍ଛା ତୋ ସ୍ୱାମୀର ନାଁଟା କଣଟି? ଆକାଶ। ସେଟା ମୁଁ କି ନା ତୋ ସ୍ୱାମୀର ନାଁ ଦେବା କଥା ଟିପୁ ଟମି ଜାକି ନହେଲେ ରଖି। ଟିପୁ ଟମି ଜାକି ରଖି ତାପରେ ମୁଁ କଣ ବୁଝିଲ ଆସୁଛି ପୁଣି ଆସନ୍ତା ସୋମବାର ଆଉ ମଝିରେ ଆସିବିନି। ବାଏ ଅଳିଆ। ସରି ଆଲିଆ। ରେ ବାୟା ମନ ମିଛେ କାହିଁ ବାନ୍ଧିଛୁ ଆଶା, ମିଛ ମାୟାର ସଂସାର ଏକ ଚଢ଼େଇ ବସା, ମିଛ ମାୟାର ଟଙ୍କା 50ଟା ଦବ ଗଞ୍ଜେଇ କାହିଁ। ରେ ବାୟା ମନ ମିଛେ କାହିଁ ବାନ୍ଧିଛୁ ଆଶା। तो भाई पाखे किसी काम କାହା ପାଖରେ? आनंद पाखे କଣ କାଲି କୋର୍ଟରେ ଦେଖାହେଲା ପରେ ପୁରୁଣା ପ୍ରେମ ଉଛୁଳି ପଡ଼ିଲା? ନା ବର୍ଷା ପାଖରେ ପାଖାପାଖି ବସି ଚାହା ପିଇଲା ପରେ ରାତିରେ ନିଦ ହେଲାନି? ଆମକୁ ତ ଯାହା ବର୍ବାଦ କଲ, ଘରଟାକୁ ନେଇଗଲ, ରୋଗାଗ୍ରସ୍ତ ସ୍ୱାମୀଟାକୁ ଛାଡ଼ି ଦେଇ ଗଲ ଯେ ତାଙ୍କ ପାଇଁ ଆମେ ଖର୍ଚ୍ଚ କଲେ। କେତେ ପରେ ଏ ଘରକୁ ଆସିବାକୁ ସାହସ କଲ କେମିତି? ମୁଁ आनंद को फोन करी आसीची, मोर गोटे जिनस तांको पाखे रहि जाईची, सेटा नबाको आसी, सेटा नै गला परे मु एठी केउ केबे आसीबिनी। सुन मते बस भितर को जिबा को न देली नै, मु आसी बोली कहिले मु मो जिनसडा नै एठु चली जिबी। दियो सालो को कौन कहला मन रहला तो আজি परठु ए घरको आउ केबे आसीबिनी। आसु क्या हो? कौन सी था? मुंह पता से कौन सी था? एटा सेमिति कि जामे जिनस होए। हां सालो सेमिति के दामिका जिनिस रही जातियो। मत लागुची मत ठाकुर। हां ठाकुर को पटो जगन्नाथ घर। मोर के संदेह होउची, देखा मते। आलिया आसु एटा सेमिति कि जामे जिनस हो। एनी कहू ना कौन बोली छुआर ताजा ऊपर गोटे फटो कपड़ारे गोड़ाई रही तमे ले आसीबो। तबे तो कथा सुनी मु जानी तो ना आसो बोली से तो मु गाड़ी फटोटा देई। मु जदी दाबिका नुहे सामो कुची तको देखे दो। हां अरे देखे दो देखे दियो। ओ बुझली स्त्री को छाड़ पत्र देला परे लक्ष लक्ष टका
ପଛେ ଭିକାରୀ ହେଇଯାଉ ସ୍ତ୍ରୀକି ଖୁସିରେ ରଖିବାକୁ ଆମଠୁ ଲୁଚାଇ ରଖିଥିବା ଗୁପ୍ତ ଧନ ବି ଦିଆଯାଉଛି। କଥା ଟିକେ ଶୁଣୁ। କଣ ଶୁଣଉଛ ତମେ? ଆମ ଘରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଆସିଛ। ତାହା ତ ବଦନାମ କର ପୁଣି ବେଟିକି ଆସିତେ କଣ ଆମକୁ? ସେଇଟା ଏ ଘରର, ସେଇଟା ଆମର। ତମେ ଏ ଘର କେହି ନୁହେଁ କି ସେଇଟା ତମର ନୁହଁ। ডিভোর্স ପରେ ସ୍ୱାମୀ ଭକ୍ତି ଉଛୁଳି ପଡୁଛି। अंगीदेर बंदा घर सामने रखियो से मंदार गछरे पानी दिया हो छाउली गलानी ताले छाउलुची निशारे ढोलुची मंदार गछ निशारे ढोलुची ସେ ଗଛ ମୂଳରେ ସବୁ କଣ ବତା ହେଇଛି? ମଦ ବୋତଲ କୋଉଠୁ ଆସିଲା? ସାନ ଝିଅର ସାନ ବୋହୂ ଆଉ ପାଣି ପିଉନାହାନ୍ତି। ତମେ ଜାଣି ଚୁପ୍ ରହୁଛ? କହିଲି ସାନ ଟୋକା କହିଲି ସାନ ବୋହୂକୁ କହ ଏଗୁଡ଼ା ଭଲ ନୁହେଁ। ସେ କଣ କହିଲା ଜାଣିଛ? ତମ ସ୍ତ୍ରୀ ସବୁଦିନେ ମନ୍ଦିରକୁ ଯାଉଛନ୍ତି, ଠାକୁର ପୂଜା କରି ପାଦୁକ ପାଉଛନ୍ତି। ମୁଁ ଚାହେଁ ନା ତମ ଭଳି ମୋ ସ୍ତ୍ରୀ ମୋତେ ଡିଭୋର୍ସ କରୁ। ହାତଟା କଟିଗଲା କଲିଜାଟା କାଟି ଖଣ୍ଡ ଏତେ ବାଜୁଥିବ ହାତ ଭାଙ୍ଗିଗଲେ ଶବ୍ଦ ହୁଏ, ଭାଙ୍ଗିଗଲେ କାହାକୁ ଶୁଣିଲେ କିଏ କହିବ? ଖୁସି ହେଇଗଲ ତ? ଖୁସି ମାନେ ଏତେ ଖୁସି ସେ କଥା ତମେ ବୁଝିପାରିବନି। ବୁଝିଲାହୁତି ଲୋକମାନେ ସତ କହନ୍ତି, ଆଲ୍ଲାହ ଯୋ ଦେତା ହେ ସବ ଥାକ କେ ଦେତା ହେ। ଆଜି ଯାଏ ଜାଣିଥିଲି ଦୁଃଖ ଯେତେବେଳେ ଆସେ ତା ସାରି ପଡ଼ିଶା ଭାଇ ବନ୍ଧୁ ନେଇ ଆସେ। ଆଜି ବୁଝୁଛି ଦୁଃଖ ଯେତେବେଳେ ଆସେ, ସୁଖ ଯେତେବେଳେ ଆସେ ତା ଗାଁ ସାରା ଲୋକଙ୍କୁ ନେଇକି ଆସେ। ମୁଁ ସିନା ନାହିଁ, ତମ ଭାଇ ବୋହୂ ଆଶା ଅଛି ନା? ଖୁସି, ବହୁତ ଖୁସି, ମୁଁ ସିନା ଏକା, ଭାଇ ଭଉଣୀ ସମସ୍ତେ ଅଛନ୍ତି। ଆହୁରି ଖୁସି। ମୁଁ ଆସୁଛି। ଛୋଟ ଛୋଟ ଖୁସି ଶୁଣି ଚାଲି ଯାଉଛ, ବଡ଼ ଖୁସିଟା ଶୁଣିବନି। ଆଜି ବମ୍ବେ ଯିବାର ଥିଲା, କେମନ ହବାର ଥିଲା, ଜାଣିପାରିଲିନି। ହଁ ତ ଆଜି ଯିବାର ଥିଲା, ଗଲନି କାହିଁକି? ତାଠାରୁ ବଡ଼ ଖୁସି କଣ ଜାଣିଛ? ଆକାଶ ଆଉ ସାନ ବୋହୂ ମେଡିକାଲ ଯିବା ଔଷଧ ଖାଇବା ପାଇଁ ଆଉ ଟଙ୍କା ଦେବେ। ହେ ଭଗବାନ, ଏମିତି କହିଲେ ସେମାନେ କଣ ପାଗଳ ହେଇଗଲେଣି? ସେମାନେ କଣ ଜାଣିନାହାନ୍ତି ଏ ରୋଗ କଣ, ୟା ପରିଣତି କଣ? ଏଇ ସମୟରେ ଔଷଧ ନ ଖାଇଲେ କଣ ହବ? ସବୁଠାରୁ ବଡ଼ ଖୁସି କଣ ଜାଣିଛ? ମୋ ଗାଧେଇ ଭଉଣୀ ଆଇଲା କଣ ବୋଧେ ମୋ ପାଇଁ କହିଲା ବୋଲି ସାନ ବୋହୂ ତାକୁ ଖୁବ୍ ପଡ଼ିଲା।
ଅଦରକାରୀ ହେଇଯାନ୍ତି। ଲୋକ ହେଇଗଲେ ନିଜ ଲୋକମାନେ ପର ହେଇଯାନ୍ତି। ଠିକ କହିଛ ତମେ। କ୍ୟାନ୍ସର ହେଇଛି ବୋଲି ତମେ ଆଗରୁ ଜାଣିଥିଲ ନା କଣ? କାହିଁକି? ଛାଡ଼ପତ୍ର ଦେଇ ଅଲଗା ହେଇଗଲ। ଟିକେ ମାମୁଁ ଘର ଆଡ଼େ ଅନାଅ। Oh